ସବୁବେଳେ ପହଁରୁଛୁ ଆଉ କଣ କରିବୁ। ବର୍ଷା ଦିନେ ବହୁ ଅସୁବିଧାରେ ଯିବା ଆସିବା କରୁଛୁ। ଏଠି ଗୋଟେ ଚାର କରିକି ଯାଉଛୁ। ରାସ୍ତା ଖଣ୍ଡେ ନାହିଁ ଆଉ ଆମେ ତ ପାଣି କାଦୁଅରେ ଯାଉଛୁ ଛୁଆ ପିଲା ପାଠ ପଢିବାକୁ ଯାଇପାରୁନାହାନ୍ତି। ସବୁବେଳେ ପହଁରୁଛୁ ଆଉ କଣ କରିବୁ। ପଞ୍ଚାୟତରେ କହୁଛୁ, ସମସ୍ତେ କହୁଛୁ, କେହି ତ କରୁନାହାନ୍ତି। ବିଧାନସଭା ତ କହିଥିଲୁ ଆଉ କଣ କରିବୁ। କାନ୍ଧେଇକିରି ଯାଉଛନ୍ତି, ପହଁରିକି ଯାଉଛନ୍ତି, ଆଉ କେମିତି ଯିବେ। ଆଉ ଛୁଆଙ୍କର ପାଠ ପଢା ବନ୍ଦ ହେଇଯାଉଛି ଆଉ। ଏପଟେ ଯିବା ପାଇଁ କି ବାଟ ଟିକେ ଅସୁବିଧା। ଆମେ 4-5ଟି ପରିବାର ରହୁଛୁ, ପ୍ରାୟ 20-25 ଜଣ ଲୋକ। ଆଉ ତେଣୁ ଏପଟେ ଯିବା ପାଇଁ କି ଆମେ ଏଇ ପାଣି କଲେଜ ପାଣି ସବୁଆଡୁ ପାଣି ଗୁଡା ତଳେ ଅଞ୍ଚଳଟା ହେଇଥିବାରୁ ପାଣିଟା ଜମିକି ରହୁଛି। ଏଇଟା ହଉଛି ପ୍ରାଇଭେଟ ଜାଗା, ସେ ନନା ମାନଙ୍କର ଜାଗା। ସିଏ ଟିକେ ଆମକୁ କହୁଛି ଆପସରେ ଯେ ଆମକୁ ଟିକେ ଜାଗା ଛାଡ, ଆମେ ଟିକେ ରାସ୍ତାଟା କରିବୁ, ଯିବା ଆସିବା କରିବୁ। କଲେ ବି ତମ ଜାଗାର ବି କିଛି ଭାଉଲେସନ ବଢିଯିବ। ବହୁ ଅସୁବିଧାରେ ଯିବା ଆସିବା କରୁଛୁ। ଏଠି ଗୋଟେ ଚାର କରିକି ଯାଉଛୁ। ଯଦି ଗୋଟେ ହଠାତ୍ ରୋଗୀ ଫୋଗୀ କିଏ ଆମ ଘରେ କି ସେ ପରିବାରରେ ହେଲେ ତାକୁ ଟେକିକି ଆଣିକି ରାସ୍ତା ପାଖକୁ ଆଇଲେ ପରେ ଯାଇକି ନେବାକୁ ପଡୁଛି, ମେଡିକାଲ ଫେଡିକାଲ ନେବାକୁ ପଡୁଛି। ଆଉ ସ୍କୁଲ କଲେଜ ପିଲାମାନେ ଯିବାକୁ ବର୍ଷା ହେଲାଠୁ ଯିବା ବନ୍ଦ କରିଦଉଛନ୍ତି। ତମ ଟେକିକି ଆଣି ଏପଟେ ଛାଡିଲେ ଯାଇକି ଯାଉଛନ୍ତି। ତେଣୁ ବହୁ ଅସୁବିଧା ଭିତରେ ଆମେ ଗତି କରୁଛୁ। ତାପରେ ଆମେ ସରକାରଙ୍କୁ ଏତିକି ଆପତ୍ତି କରୁଛୁ, ଯଦି ଏଇ ପାଣିଟାକୁ କେମିତି ନିଷ୍କାସନ କରନ୍ତେ ଆଉ ଆମକୁ ଟିକେ ବାଟ କରିବାର କିଛି ସୁବିଧାଜନକ ଭାବରେ କିଛି କରିପାରନ୍ତେ, ତାହେଲେ ଆମେ ଟିକେ ଉପକୃତ ହଉ ବୋଲି ଆମେ ଆଶା। ପ୍ରାଇଭେଟ ଲ୍ୟାଣ୍ଡ ଆମେ କାହାକୁ ଜଣେଇନୁ, ତଥାପି ମଝିରେ ମୁଁ ଥରେ ଆରଆଇ କହିଥିଲି। ଆରଆଇ କହିଲେ ସେ ଚକବନ୍ଦୀ ହେଲେ ଯାଇକି ହବ, ଏବେ କିଛି ସେ ବ୍ୟବସ୍ଥା ହେଇପାରିବନି। ସ୍ଥାନୀୟ ବିଧାୟକ ମାନ୍ୟବର ଛବି ଭାଇ ଆମର ନିରାଳି ନିର୍ବାଚନ ମଣ୍ଡଳୀରେ ଅଛନ୍ତି। ମୁଁ ଚାହୁଁଛି ତାଙ୍କୁ ଟିକେ ଆପତ୍ତି କରିଛି ଏଇ ଆପଣ ମାନଙ୍କ ମାଧ୍ୟମରେ, ଏଇ ମିଡିଆ ଭାଇଙ୍କ ମାଧ୍ୟମରେ ତାଙ୍କୁ ଆପତ୍ତି କରିଛି ଯେ ତାଙ୍କ କର୍ଣ୍ଣଗୋଚର ହଉ ଏବଂ ସେ କେମିତି ଟିକେ ଆମକୁ ଯାତାୟାତ କରିବା ପାଇଁ ସୁବିଧା ନ କରନ୍ତୁ। କାହିଁକିନା ଆମର ପିଲାମାନେ ପାଠ ପଢିବା ଠାରୁ ଆରମ୍ଭ କରି ମେଡିକାଲ କେସ୍ ଏଇସବୁ ଜିନିଷରେ ବହୁତ ସମସ୍ୟା ସୃଷ୍ଟି ହଉଛି, ଯାହାକି ଆମେ ବହୁ ଅସୁବିଧାର ସମ୍ମୁଖୀନ ପାଉଛୁ। ମୋଟାମୋଟି ଉପରେ ମୋଟାମୋଟି ଏତେ ପରିସ୍ଥିତି ଇଏ ହେଇଯାଉଛି, ଖରାପ ହେଇଯାଉଛି ବର୍ଷା ଦିନେ, ଆଉ କହିଲେ ନ ସରେ। ତେଣୁ ବିଧାୟକ ମହାଶୟଙ୍କୁ ଏତିକି ମୁଁ ଆପତ୍ତି କରୁଛି ଆପଣ ମାନଙ୍କ ମାଧ୍ୟମରେ, ସେ ଏଇ କାମଟିକୁ ଟିକେ ନାକୁ ଯଦି ଦୃଷ୍ଟିରେ ରଖିକି ଯଦି ଆମକୁ ସାହାଯ୍ୟ କରିବେ, ଆମେ ବେଶୀ ସ୍ଥିର ଉପକୃତ ଲାଭ କରିବୁ ଆଉ।